ଯେହେତୁ ବିଶ୍ୱରେ ବର୍ତ୍ତମାନ ଓଡ଼ିଆ ଅଛନ୍ତି, କେବଳ ଓଡ଼ିଶା ନୁହଁ, ଆମେ ବର୍ତ୍ତମାନ ସବୁଆଡ଼େ ଅଛୁ, ସବୁଠି ଚାଲିଛି କାର୍ଯ୍ୟକ୍ରମ ଏବଂ ଆମେ ଚାହୁଁଛୁ ଯେ ଆମର ଯେଉଁ ସଂସ୍କୃତି ଏବଂ ପରମ୍ପରା ରହିଛି, ବର୍ତ୍ତମାନ ଯେମିତି ଲୋକ ଆଧୁନିକ ଯୁଗକୁ ପଳେଇ ଯାଉଛନ୍ତି, ବର୍ତ୍ତମାନ ପାଶ୍ଚାତ୍ୟ ଦିଗକୁ ଯାଉଛନ୍ତି, ଓଡ଼ିଶା ଲୋକ ବା ଆମ ଲୋକ ସେମାନଙ୍କୁ କିଭଳି ଭାବରେ ଆମ ସଂସ୍କୃତିକୁ ଆଉଥରେ ତାଙ୍କୁ ଜାଗର କରିବା, ତାଙ୍କ ନିକଟରେ ପହଞ୍ଚାଇବା, ସେଇଟା ହେଉଛି ଆମର ମୂଳ ଲକ୍ଷ୍ୟ। ଆପଣମାନେ ଦେଖୁଥିବେ ବର୍ତ୍ତମାନ ବିଶ୍ୱରେ ମଧ୍ୟ ବିଭିନ୍ନ ରାଷ୍ଟ୍ର, ବିଭିନ୍ନ ଦେଶ ବର୍ତ୍ତମାନ ଓଡ଼ିଆ ସଂସ୍କୃତି ପରମ୍ପରାକୁ ସେମାନେ ଭଲ ପାଉଛନ୍ତି। ଆପଣଙ୍କର ରସଗୋଲା କଥା କୁହନ୍ତୁ, କାକରା ପିଠା କଥା କୁହନ୍ତୁ, କି ପଖାଳ କଥା କୁହନ୍ତୁ, ଏସବୁ ଯାକ ବର୍ତ୍ତମାନ ଓଡ଼ିଆର ସଂସ୍କୃତି ଏବଂ ପରମ୍ପରା ଏଇଟା ନିଶ୍ଚିତ ଭାବରେ ବର୍ତ୍ତମାନ ସାରା ବିଶ୍ୱ ଏହାକୁ ଗ୍ରହଣ କରୁଛି। ଆଜି ବହୁତ ସୁନ୍ଦର ଭାବେ କଟପାଟରେ ପ୍ରଥମ ଥର କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦେଖନ୍ତୁ ଆଜି ଓଡ଼ିଶା ଯାହା କରୁଛି ବିଶ୍ୱ ତାକୁ ଆଜି ଗ୍ରହଣ କରୁଛି। ତା ଭିତରେ ଗୋଟେ ପ୍ରଥମ ଜିନିଷ ହେଉଛି ଆମର ପଖାଳ। ଆଜି ଯେତେ ଆପଣ ବଡ଼ ବଡ଼ ହୋଟେଲ ଯାଆନ୍ତୁ, ପଖାଳକୁ ଆଜି ବହୁତ ଗୁରୁତ୍ୱ ଦିଆଯାଉଛି। ଆଉ ତାର ମର୍ଯ୍ୟାଦା ବି ଅଛି, ତାର ଉଚିତ ମୂଲ୍ୟ ବି ଅଛି। ତ ଆମେ ତାକୁ ଆମର ଯେଉଁ ଓଡ଼ିଆର ପରମ୍ପରା, ଓଡ଼ିଶାର ପରମ୍ପରା ରକ୍ଷା କରିବା ପାଇଁ ଆଜି କଟପାଟରେ ପଖାଳ ଦିବସ ପାଳନ କରିଥିଲୁ।